ମାଉଁସ ଡାକି ଆଣିବ ଦେଖିଦବା ଯୋଉ ପ୍ରୋବ୍ଲେମ କଣ ତତେ କହିଲି ଗୋଟେ ଆଧାର ତ ଇଏ ହେଲା ନାଇଁ ଆଧାର କଲ ସେଟା ଆଣିକି ପୁଣି ଏଠି କରିଥାମ। ଜୟ ଜଗନ୍ନାଥ ନମସ୍କାର। ଆଜି ଆମେ ଜାଣିବା ଇଣ୍ଡିଆନ ପୋଷ୍ଟ ଜିଡିଏସ୍ ଯୋଉ ଡାକ ସେବକ ପୋଷ୍ଟ ବାହାରିଛି ତାକୁ ଆମେ କେମିତି ଆବେଦନ କରିବା, କଣ ରହିଛି କ୍ରାଇଟେରିଆ, କେବେ ଲାଷ୍ଟ ଡେଟ୍ ଅଛି, କେଉଁମାନେ ଆବେଦନ କରିବେ, କେତେ ଏଜ୍ ଲିମିଟ୍ ଅଛି, ତ କେମିତି ଆପଣ ମାନେ ରେଜିଷ୍ଟ୍ରେସନ କରିବେ, କୋଉଠି କୋଉ ଡିଷ୍ଟ୍ରିକ୍ଟର କେତେ ଭାକାନ୍ସି ଅଛି, କୋଉ ଜିଡିଏସ୍ ଯୋଉମାନେ ଅଛନ୍ତି ଯୋଉମାନେ ଡାକ ସେବକ ଇଏର, ତ ତାକୁ ଆମେ ସମ୍ପୂର୍ଣ୍ଣ ଭାବରେ ଆଜି ଆମେ ଜାଣିବା। ତ ଚାଲନ୍ତୁ ମୁଁ ଆପଣଙ୍କୁ ମୋ କମ୍ପ୍ୟୁଟର ସ୍କ୍ରିନ୍ ନେଇଯାଉଛି। ଏଇଠି ଦେଖନ୍ତୁ ଆପଣଙ୍କର ଏଇଠି ଯେକୌଣସି ଏକ କ୍ରୋମ ବ୍ରାଉଜର ଓପନ କରିବେ ଏବଂ ସେଠି ଆପଣ କ୍ଲିକ୍ କରିବେ, ସର୍ଚ୍ଚ କରିବେ ଜିଡିଏସ୍। ଜିଡିଏସ୍ ଏଠି ଆପଣ ଲେଖି ସାରିଲା ପରେ ଜିଡିଏସ୍ ଆପ୍ଲାଏ କଲା, ଜିଡିଏସ୍ ଆପ୍ଲାଏ ଆପଣ ଏଠି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଏଠି ଦେଖନ୍ତୁ ପ୍ରଥମ ଲିଙ୍କ ଆସିଲା ଓଡ଼ିଶା ସର୍କଲ। ଦେଖନ୍ତୁ ଆମ ଓଡ଼ିଶା ସର୍କଲ, ଯେହେତୁ ଆମେ ଓଡ଼ିଶାରେ ଆପ୍ଲାଏ କରିବା, ଓଡ଼ିଶା ତ ଆମେ ଆପ୍ଲାଏ କରିବା, ତ ଏଠି ଓଡ଼ିଶା ସର୍କଲରେ କ୍ଲିକ୍ କରିବେ। ଦେଖନ୍ତୁ ଏଠି ଓଡ଼ିଶା ସର୍କଲ କ୍ଲିକ୍ କଲା ପରେ ଏଠି ଆପଣଙ୍କର ଲେଫ୍ଟ ସାଇଡ୍ ଦେଖନ୍ତୁ ନୋଟିଫିକେସନ ଅଛି, ଷ୍ଟେଜ 1 ରେଜିଷ୍ଟ୍ରେସନ ଅଛି, ଆପ୍ଲାଏ କରାହବ କେମିତି ତାକୁ ମଧ୍ୟ ଆପଣଙ୍କୁ ଗୋଟି ଗୋଟି କୁହାଯାଇଛି। ତ ଭିଡ଼ିଓକୁ ଟୋଟାଲି ବି ସ୍କିପ୍ କରନ୍ତୁ ନାହିଁ, ଭିଡ଼ିଓଟା ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଅଛି। ତ ଦେଖନ୍ତୁ ଆମେ ବର୍ତ୍ତମାନ ଏକ ସବ୍ ଡିଭିଜନ ଆମେ ଡିଭିଜନ ସିଲେକ୍ସନ କରିବା ଯେ ଆମେ କୋଉ ଡିଭିଜନ ପକେଇବା ପାଇଁ ଚାହୁଁଛନ୍ତି। ଆପଣ ଯଦି ଯେକୌଣସି ଡିଭିଜନ ପକେଇବା ପାଇଁ ଚାହୁଁଛନ୍ତି ଆପଣ ସେଠିକାର କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ସବୁ ଦେଖେଇଦବ ଯେ ଆପଣଙ୍କର କୋଉ ଡିଭିଜନରେ କେତେ ପୋଷ୍ଟ ଫାଙ୍କା ଅଛି। ଦେଖନ୍ତୁ ମୁଁ ଢେଙ୍କାନାଳ ଚୁଜ୍ କଲି, ଢେଙ୍କାନାଳ ମାଇଲା ପରେ ଦେଖନ୍ତୁ ଭ୍ୟୁ ପୋଷ୍ଟ ଅଛି। ଏଠି ଆପଣ କରେ ଯୋଉ ଭ୍ୟୁ ପୋଷ୍ଟ ଅଛି, ଆପଣ ଏଇ ଭ୍ୟୁ ପୋଷ୍ଟ ଉପରେ କ୍ଲିକ୍ କରିବେ। এই ভিউ পোস্ট উপরে ক্লিক কলে আপনার শো করব। দেখুন ভিউ পোস্ট উপরে ক্লিক কলি এবং ভিউ পোস্ট উপরে ক্লিক কলা পরে পিলে মানে কোন হচ্ছে দেখুন এটি আপনার টোটাল ডিস্ট্রিক্ট নেম পড়ে আসলা। দেখুন এটি ডিস্ট্রিক্ট নেম পড়ে আসলা পরে ডিস্ট্রিক্ট আর ডিভিजन অফিস নেম পোস্ট অফ ডেজিগনেসন কम्युनिटी এই সব জিনিস ଅଛି। ତ ମନେ ରଖନ୍ତୁ ଆପଣମାନେ ଯେତେବେଳେ ପକାଉଛନ୍ତି ଫର୍ମକୁ ଭଲ ଭାବରେ ଦେଖିକି ପକେଇବେ। କୌଣସି ପ୍ରକାର ଅସୁବିଧା ହେଲେ ଆପଣମାନେ ନିଜେ ହିଁ ହଇରାଣ ହେବେ ଏବଂ ତାହା ବି କରେକ୍ସନ କରିବା ପାଇଁ ଫେବୃଆରୀ 17 ଏବଂ 18 ତାରିଖ 2 ଦିନ ଟାଇମ୍ ଅଛି। ତେଣୁକରି କୌଣସି ପ୍ରକାର ଭୁଲ ବଟା କରିବେ ନାହିଁ। ଦେଖନ୍ତୁ ଏଠି ମୁଁ ଆପଣ ଯେଉଁ ଡିଭିଜନ କହିଲି ସେ ଡିଭିଜନ ଅନୁସାରେ ଆପଣଙ୍କର ଏଠି ଗୋଟେ ପୋଷ୍ଟ ଆପଣଙ୍କୁ ଶୋ କରୁଛି ଯେ କୋଉ ଡିଭିଜନରେ କେତେଟା ମାନେ ଫାଙ୍କା ଅଛି। ତ ଏଠି ଦେଖନ୍ତୁ ଟୋଟାଲି ଆମର ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ 64 64ଟା ଯେଉଁ ଗ୍ରାମ ଡାକ ସେବକ ଅଛି, 64ଟା ଗ୍ରାମ ଡାକ ସେବକ ପୋଷ୍ଟ ଫାଙ୍କା ଅଛି। ସେଥିରୁ ଏସ୍ଓ ଅଛନ୍ତି ଏବଂ ବିଓ ଅଛନ୍ତି। ତ ଦେଖନ୍ତୁ ଏଇ ସବୁ ଜିନିଷ ଆପଣ ଦେଖିବେ ଆପଣଙ୍କର ପାଖାପାଖି କୋଉ ଜିନିଷ ଅଛି ବା ଆପଣଙ୍କର ଯୋଉଠି ପକେଇବାକୁ ଚାହୁଁଛନ୍ତି ତାକୁ ଆପଣ ମାନେ ନିର୍ଭୁଲ ଭାବରେ ପକେଇ ପାରିବେ। ତ ଏଠି ଆପଣଙ୍କୁ ମୁଁ କହି ରଖୁଛି ଯଦି ଆପଣଙ୍କର ଯୋଉ ରିକ୍ୱାରମେଣ୍ଟ ଡକୁମେଣ୍ଟ ଅଛି ଆପଣଙ୍କୁ ମିନିମମ୍ ତ 10ମ ପାସ୍ କରିଥିବା ଦରକାର ଏବଂ ସେଠି ଆପଣଙ୍କର ମାର୍କ ବେସିକି ସିଲେକ୍ସନ କରାଯିବ। ଯେଉଁ 10ମରେ ଆପଣଙ୍କର ଯଦି ଅଧିକ ମାର୍କ ଅଛି ତ ମାର୍କ ଅନୁସାରେ ସିଲେକ୍ସନ କରାଯିବ। ଏବଂ ଆପଣଙ୍କର ମୁଁ ରେକମେଣ୍ଡ କରିବି ଯଦି ଆପଣ ନିଜେ ନ ଜାଣିପାରୁଛନ୍ତି କେମିତି ଆବେଦନ କରାଯିବ, ଆପଣମାନେ ଆପଣଙ୍କର ଜନସେବା କେନ୍ଦ୍ର କିମ୍ବା ଆପଣଙ୍କ ପାଖରେ ଥିବା ସାଇବର କ୍ୟାମ୍ପରେ ଯାଇକି ଆପଣ ଆବେଦନ କରିପାରିବେ। ଦେଖନ୍ତୁ ଏଠି ଆପଣ ନୋଟିଫିକେସନ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଯେଉଁ ନୋଟିଫିକେସନ ଅଛି ଏଠି ଟୋଟାଲ ଦେଖନ୍ତୁ ଡେଟ୍ 7/2/2025ର ଏଇ ଯେଉଁ ନୋଟିଫିକେସନ ଦେଖନ୍ତୁ ରେଜିଷ୍ଟ୍ରେସନ ସବମିଶନ ଅନଲାଇନ୍ ଆପ୍ଲିକେସନ ଅଛି। এটা ସବୁ ଦେଖନ୍ତୁ ବହୁତ ପ୍ରକାର ଜିନିଷ ଏଠି ଆପଣ ଲେଖାଯାଇଛି, ଆପଣ ଦେଖିକି ପକେଇବେ। ଏଠି ଆପଣଙ୍କୁ ମୁଁ କହିଦେଉଛି କେମିତି ଆପଣ ରେଜିଷ୍ଟ୍ରେସନ କରିବେ, କ'ଣ ରହିଛି ତାର ସିଷ୍ଟମ। ଦେଖନ୍ତୁ ପ୍ରଥମେ ତ ଆପଣ ନାଁକୁ ରେଜିଷ୍ଟ୍ରେସନ କରିବା ପାଇଁ ହେବ। ଯେଉଁ ନାଁକୁ ଆପଣ ରେଜିଷ୍ଟ୍ରେସନ କରିବେ ତାକୁ ମଧ୍ୟ ମୁଁ ଆପଣଙ୍କୁ କହିଦେଉଛି ଆପଣ କୋଉଠିକି ଯାଇ ନାଁ ରେଜିଷ୍ଟ୍ରେସନ କରିବେ। ଦେଖନ୍ତୁ ମୁଁ ଏଠି ସେଇ ସାଇଟ୍କୁ ଓପନ୍ କରିଦେଇଛି। ଏଇଠି ଆପଣ ମାର୍କ କରିବେ indiapost.gov.in/gds ଅନଲାଇନ୍ ଏନଗେଜମେଣ୍ଟ। ଏଇଠି ଆପଣ ଦେଖିପାରୁଛନ୍ତି ଏଇ ମୁଁ ଲିଙ୍କଟା ଆପଣଙ୍କୁ ମୁଁ ଦେଇଦେବି, ଆମର ଭିଡ଼ିଓ ତଳେ ଦେଇଦେଉଛି। ଆପଣ ମାନେ ସେଇଠୁ ଡାଇରେକ୍ଟ ଆପଣ ଏଇ ଲିଙ୍କ କ୍ଲିକ୍ କରିବେ। ଲିଙ୍କ କ୍ଲିକ୍ କରି ସାରିଲା ପରେ ଦେଖନ୍ତୁ ଏଠି ଆପଣଙ୍କର ନୋଟିଫିକେସନ ଅଛି ବା ଭାକାନ୍ସ ପୋଷ୍ଟ ଅଛି। ଏଠି ଦେଖନ୍ତୁ ଲେଖାଯାଇଛି କ୍ଲିୟର ରେଜିଷ୍ଟ୍ରେସନ। କ୍ଲିକ୍ ହିୟର ଟୁ ରେଜିଷ୍ଟ୍ରେସନ ଲେଖାଯାଇଛି, କ୍ଲିକ୍ ହିୟର ଟୁ ରେଜିଷ୍ଟ୍ରେସନ ଲେଖାଯାଇଛି। ଏଠି ଆପଣମାନେ ଚାହିଁଲେ
ଏଇଠି ହିଁ ରେଜିଷ୍ଟ୍ରେସନ କରିବେ। ଏଇଠି ପ୍ରଥମ ସୁଯୋଗ ଆପଣଙ୍କର। ଏଠି ଆପଣ ରେଜିଷ୍ଟ୍ରେସନ କରିବେ ଆପଣଙ୍କ ନାଁକୁ ଏଠି ଏଣ୍ଟର କରିବେ। ଏଠି ଏଣ୍ଟର କଲା ପରେ କ'ଣ ହବ ପିଲାମାନେ, ଆପଣଙ୍କର ନାମରେ ରେଜିଷ୍ଟ୍ରେସନ ହେଇଯିବ। ଆପଣଙ୍କ ମେଲ୍ ଆଇଡି ଏବଂ ଆପଣଙ୍କ ଫୋନ୍ ନମ୍ବର ନିହାତି ଆବଶ୍ୟକ। ଏଠି ଆପଣମାନେ ଆପଣଙ୍କ ଫୋନ୍ ନମ୍ବର ଏବଂ ମେଲ୍ ଆଇଡି ଠିକ୍ ଭାବରେ ଦେବେ। ଯଦି ଆପଣ 5 ଥର ଏଥିରେ ଭୁଲ କରୁଛନ୍ତି ତ ସେଟା ଡିଲେଟ୍ ହେଇଯିବ, ଟୋଟାଲ ସେ ରେଜିଷ୍ଟ୍ରେସନ ନମ୍ବର ନେବନି, ତାକୁ ଆଉ ଥରେ ଫୁଲ୍ ସାନି ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ଏଠି ଦେଖନ୍ତୁ ୟୁଜର ରେଜିଷ୍ଟ୍ରେସନ ଷ୍ଟାର୍ଟିଂ ଡେଟ୍ ଅଛି, ମୁଁ ଆପଣଙ୍କୁ କହିଦେଉଛି। ଯୋଉ ଷ୍ଟାର୍ଟିଂ ଡେଟ୍ ଅଛି ଆପଣଙ୍କ 31/1/2026 ରୁ ଷ୍ଟାର୍ଟ ହେଲା। ପିଲାମାନେ ବୁଝିପାରିଲେ? ଏ ଯୋଉ 31/1/2026 ରୁ ଆପଣଙ୍କ ଷ୍ଟାର୍ଟ ହେଲା, ଏଠି ଆମର ଡେଟ୍ ସରିବ କୋଉଦିନ, ଆମର ଏଣ୍ଡ ଡେଟ୍ ହଉଛି, ଆପଣ ଏଣ୍ଡିଂ ଡେଟ୍ ହଉଛି ଆପଣଙ୍କର କେତେ, 14/2/2026। ଆପଣଙ୍କର 31/1/2026 ରୁ ଆରମ୍ଭ ହେଲା ଏବଂ 14/2/2026 ରେ ଆପଣଙ୍କର ଏଣ୍ଡ ହେଲା। ତ ବହୁତ ଦିନ ଦେଇଛି, କିଛି ଅସୁବିଧା ନାହିଁ। ଆପଣମାନେ ଧୀରେ ଧୀରେ ପ୍ରୋସେସ୍ କରନ୍ତୁ, ଧୀରେ ଧୀରେ ଶିଖନ୍ତୁ ଏବଂ ଜାଣିକି ପକାନ୍ତୁ। ଦେଖନ୍ତୁ ଆପ୍ଲିକେସନ ସବମିଶନ ଆପଣ ଷ୍ଟାର୍ଟିଂ ଡେଟ୍ ଦେଇଛି, ସବୁ ଦେଇଛି, ରେଜିଷ୍ଟ୍ରେସନ ଦେଇଛି। ଆପଣ ରେଜିଷ୍ଟ୍ରେସନ କଲା ପରେ ଆପ୍ଲାଏ କରିବେ। ଆପ୍ଲାଇର 2/2/2026 ରୁ ଆରମ୍ଭ ଏବଂ ତାର ଶେଷ ହେଉଛି 16/2/2026। ଯଦି ଆପଣଙ୍କର କୌଣସି ପ୍ରକାର ମିସ୍ ମ୍ୟାଚ୍ ଅଛି, କୌଣସି କରେକ୍ସନ କରିବାର ଅଛି, କୌଣସି ଭୁଲ ବଶତଃ କୌଣସି ଜିନିଷ ଛାଡ଼ି ଦେଇଛନ୍ତି, ତ ତାକୁ ଆପଣମାନେ କ'ଣ କରିବେ, ଯେ 18/2/2026 ରୁ 19/2/2026 ଭିତରେ ଆପଣମାନେ ତାକୁ କରେକ୍ସନ କରିପାରିବେ। ବୁଝିପାରିଲେ ପିଲାମାନେ? ତ ଆକୁ ଯୋଉମାନଙ୍କର ବି ଭୁଲ ଅଛି, ମୁଁ ତ କହିବି ଯେ ସମସ୍ତେ ଠିକରେ ପକାନ୍ତୁ, କୌଣସି ପ୍ରକାର ହଡ଼ବଡ଼ି ହୁଅନ୍ତୁ ନାହିଁ, ଟାଇମ୍ ବି ଅଛି ଆପଣଙ୍କ ହାତରେ। ତ ବହୁତ ବଡ଼ ଅପରଚ୍ୟୁନିଟି ଅଛି, ବହୁତ ଏରିଆର ବାହାରିଛି, ପୋଷ୍ଟ ବାହାରିଛି। ତ ନିଜ ନିଜର ପୋଷ୍ଟକୁ ଚେକ୍ କରନ୍ତୁ। ମୁଁ ଆପଣଙ୍କୁ ଯୋଉ କହିଥିଲି ଆପଣଙ୍କୁ ଏ ଯୋଉ ଦେବି ବୋଲି, ସେ ଯୋଉ ଆପଣ ଲିଙ୍କଟା, ସେ ଲିଙ୍କଟା ଆପଣଙ୍କୁ ମୁଁ ଦେଇଦେବି ତଳେ ଡେସ୍କ୍ରିପସନ ବକ୍ସରେ ଦେଇଦେଉଛି, ଆପଣ ଏଠି ଚାହିଁଲେ ବି ଦେଇପାରିବେ। ମେନ୍ ଜିନିଷ ହେଉଛି ଆପଣମାନେ ପିଲାମାନେ ମାନେ କୌଣସି ଜିନିଷ ପକେଇବା ପୂର୍ବରୁ ଭଲ ଭାବେ ଚିନ୍ତାଧାରା କରି ପକାନ୍ତୁ। ୟା ପରେ ଆପଣ ରେଜିଷ୍ଟ୍ରେସନ କରିସାରିଲା ପରେ ପୁଣି ମୋତେ ମେସେଜ କରିବେ। ମେସେଜ କଲା ପରେ ମୁଁ ଆପଣଙ୍କୁ କେମିତି ଆପ୍ଲାଏ ହେବ, ସେ ଆପ୍ଲାଏ ବି ଆପଣଙ୍କୁ ମୁଁ ଶିଖେଇଦେବି, ଆପଣଙ୍କୁ ଦେଖେଇଦେବି। ତ ସେ ପର୍ଯ୍ୟନ୍ତ ମୁଁ ରଖୁଛି। ଜୟ ଜଗନ୍ନାଥ। ଯଦି ଆପଣ ଭିଡ଼ିଓଟି ଭଲ ଲାଗିଥିବ ତ ଦୟାକରି ଭିଡ଼ିଓକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିବା ଭୁଲିବା ନାହିଁ। ମୁଁ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଆପଣଙ୍କ ଆଣି ପହଞ୍ଚେଇବି। ମୋତେ ଟିକେ ସମୟ ଅଭାବରୁ ମୁଁ ଆପଣଙ୍କ କତିକି ଭିଡ଼ିଓ ପହଞ୍ଚେଇ ପାରୁନଥିଲି। ଏବେ ଡେଲି ଭିଡ଼ିଓ ଆସିବ। ମୋର କମ୍ପ୍ୟୁଟରରେ ମୁଁ ସିଷ୍ଟମଟା ୟୁଜ୍ କରୁଥିଲି ଏବଂ ସେଇ ଯେଉଁ ସିଷ୍ଟମ ଥିଲା ମୋର, ସେ ପୁରୁଣା ସିଷ୍ଟମ ଥିଲା, ତାକୁ ଅପଡେଟ୍ କରିଛି ଏବଂ ନୂଆ ସଫ୍ଟୱେର୍ ଅପଡେଟ୍ କରାଯାଇଛି। ତ ଏବେ କୌଣସି ପ୍ରକାର ଅସୁବିଧା ନାହିଁ। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।